ମୋ ପାଖରେ କିଛି ଖାଇବା ଲୁଣ, ଗୋଟିଏ ହାତୁଡ଼ି ଓ କର୍ପୂର ଖଣ୍ଡଟି ଅଛି। ବର୍ତ୍ତମାନ ଏହି ଖାଇବା ଲୁଣକୁ କର୍ପୂର ସହିତ ମିଶାଇ ମୁଁ ଏକ କାଗଜ ମଧ୍ୟରେ ରଖି ଏହାକୁ ହାତୁଡ଼ି ସାହାଯ୍ୟରେ ଛୋଟ ଛୋଟ ଖଣ୍ଡରେ ପରିଣତ କରୁଛି ଏବଂ ଏହାକୁ ହାତୁଡ଼ିରେ ଛୋଟ ଛୋଟ ଖଣ୍ଡରେ ପରିଣତ କରିବା ପରେ ମୁଁ କ'ଣ ଲକ୍ଷ୍ୟ କରୁଛି ନା ଏହି କର୍ପୂର ଗୁଡ଼ିକ ଛୋଟ ଛୋଟ ଖଣ୍ଡ ଏହି ଲୁଣ ସହିତ ମିଶିଗଲା। ଉଭୟ ଧଳା ବର୍ଣ୍ଣର ହୋଇଥିବାରୁ ଆମେ ଏହାକୁ ପୃଥକ କରିପାରୁନାହାନ୍ତି। ଆମେ ଜାଣିପାରୁନାହାନ୍ତି କେଉଁଟି କର୍ପୂର ଏବଂ କେଉଁଟି ଖାଇବା ଲୁଣ ବୋଲି। ତୁମେ ଏହାକୁ ପରସ୍ପରକୁ ପୃଥକ କରିପାରିବ କି? ଦେଖାଗଲା ଯେ ଆମେ ଏହାକୁ ପୃଥକ କରିପାରିବା। କିପରି? ସେଥିପାଇଁ ମୁଁ ଏକ ଗ୍ୟାସ୍ ଷ୍ଟୋଭ୍ଟେ ନେବି। ବର୍ତ୍ତମାନ ଏଠି ଲକ୍ଷ୍ୟ କର, ଯେତେବେଳେ ଗ୍ୟାସ୍ ଷ୍ଟୋଭ୍ଟିକୁ ପ୍ରଥମେ ମୁଁ ଜାଳୁଛି ଏବଂ ତା ଉପରେ ଏକ ଛୋଟ ଥାଳିଟିଏକୁ ମୁଁ ରଖିବି। ଏଠି ଲକ୍ଷ୍ୟ କର, ଯେତେବେଳେ ଏହି ଥାଳିଟି ଉତ୍ତପ୍ତ ହୋଇଗଲା ତା ଉପରେ ମୁଁ ସେହି କର୍ପୂର ଓ ଖାଇବା ଲୁଣ ମିଶା ଗୁଣ୍ଡଗୁଡ଼ିକୁ ବା ପାଉଡର ଗୁଡ଼ିକୁ ଏହା ଉପରେ ରଖି ଏବଂ ଏକ କାଚ ଗ୍ଲାସ୍ ଦ୍ୱାରା ଏହାକୁ ଘୋଡ଼ାଇ ମୁଁ ଉତ୍ତପ୍ତ କରୁଛି। ଏବଂ ଉତ୍ତପ୍ତ କରିବା ପରେ ମୁଁ କ'ଣ ଲକ୍ଷ୍ୟ କରୁଛି ନା କିଛି ସମୟ ପରେ କିଛି ଧୂଆଁ ଏହି କାଚ ଗ୍ଲାସ୍ ମଧ୍ୟରେ ସୃଷ୍ଟି ହେଉଛି ଏବଂ ଏହି ଧୂଆଁ ଗୁଡ଼ିକ ହେଉଛି କର୍ପୂରରୁ ବାହାରୁଥିବା ଧୂଆଁ। ଆମେ କ'ଣ ଜାଣିଲେ ନା କର୍ପୂରକୁ ଯେତେବେଳେ ଆମେ ଉତ୍ତପ୍ତ କରନ୍ତି ଏହା ତରଳ ଅବସ୍ଥାକୁ ନ ଯାଇ ସିଧାସଳଖ ଭାବେ କଠିନ ଅବସ୍ଥାରୁ ଗ୍ୟାସୀୟ ଅବସ୍ଥାରେ ପରିଣତ ହୋଇଥାଏ। ଏବଂ କିଛି ସମୟ ପରେ ମୁଁ ଯେତେବେଳେ ସାବଧାନତାର ସହିତ ଏହି କାଚ ଗ୍ଲାସ୍ଟିକୁ ଉଠାଇ ଦେଖୁଛି, ଏହାର ଚତୁଃପାର୍ଶ୍ୱରେ ଏହି କର୍ପୂରରୁ ବାହାରିଥିବା ଧୂଆଁ ଗୁଡ଼ିକ ଲାଗିଯାଇଛି ଏବଂ କିଛି ସମୟ ପରେ ଏହା ଥଣ୍ଡା ହେବା ପରେ ଯେତେବେଳେ ମୁଁ ଚାମଚ ସାହାଯ୍ୟରେ ଏହି ପାଉଡରକୁ ବାହାର କରୁଛି, ଏହା ପୁନଶ୍ଚ କଠିନ ଅବସ୍ଥାରେ ପରିଣତ ହୋଇଯାଇଛି। ବର୍ତ୍ତମାନ ତୁମେ ଏଠି ମନେ ରଖ ଯେ ସମସ୍ତ କର୍ପୂର ଲୁଣ ମଧ୍ୟରୁ ବାହାରେ ନାହିଁ, କାହିଁକି ଆମେ କିଛି ସମୟ ପରୀକ୍ଷା କରିଛନ୍ତି। ସମ୍ପୂର୍ଣ୍ଣ ଭାବରେ ଯଦି ଆମେ ଉତ୍ତପ୍ତ କରିଥାନ୍ତେ ତାହେଲେ ସମସ୍ତ କର୍ପୂର ଗୁଡ଼ିକ ଗ୍ୟାସୀୟ ଅବସ୍ଥାରେ ପରିଣତ ହୋଇଯାଇଥାନ୍ତା। ଏଠି ମଧ୍ୟ କିଛି ସାମାନ୍ୟ ମାତ୍ରାରେ କର୍ପୂର ଅଛି। ଠିକ୍ ଅଛି, ବର୍ତ୍ତମାନ ଏହି ଯେଉଁ ପ୍ରକ୍ରିୟାଟି ହେଲା ଏବଂ ଯେଉଁ ପ୍ରକ୍ରିୟାରେ ଆମେ କ'ଣ ଲକ୍ଷ୍ୟ କଲେ ନା ଏହି ଅବସ୍ଥାରେ କଠିନ ତରଳ ଅବସ୍ଥାକୁ ନ ଯାଇ ସିଧାସଳଖ ଭାବରେ ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତନ ହୁଏ ଏବଂ ସଂଯୁକ୍ତି ନ ବଦଳାଇ ଗ୍ୟାସ୍ରୁ କଠିନ ଅବସ୍ଥାକୁ ପରିବର୍ତ୍ତନ ହୁଏ, ତାହାକୁ ଊର୍ଦ୍ଧ୍ୱପାତନ ବୋଲି କୁହାଯାଇଥାଏ। ବର୍ତ୍ତମାନ ତୁମେ ଏହି ନାଫ୍ଥାଲିନ୍ ବଲ୍କୁ ଦେଖିଥିବ। ଏହି ନାଫ୍ଥାଲିନ୍ ବଲ୍ ଗୁଡ଼ିକ କପଡ଼ା ଦୋକାନରେ ରଖାଯାଇଥାଏ, କାହିଁକି ନା ଏହାକୁ ଯେତେବେଳେ ଉତ୍ତପ୍ତ କରାଯାଏ ବା ଏହା ବାୟୁମଣ୍ଡଳ ତାପମାତ୍ରାରେ ସିଧାସଳଖ ଭାବେ କଠିନ ଅବସ୍ଥାରୁ ଗ୍ୟାସୀୟ ଅବସ୍ଥାରେ ପରିଣତ ହୋଇଥାଏ କର୍ପୂର ପରି, ଏବଂ ଯାହାଫଳରେ ଏଥିରୁ ଯେଉଁ ଗ୍ୟାସ୍ ଗୁଡ଼ିକ ସୃଷ୍ଟି ହୋଇଥାଏ ସେଗୁଡ଼ିକ କୀଟପତଙ୍ଗ ପାଇଁ ବିଷାକ୍ତ ଅଟେ। ତେଣୁ ଏହି ଗ୍ୟାସୀୟ ନାଫ୍ଥାଲିନ୍ ବଲ୍ ଗୁଡ଼ିକ କପଡ଼ାର ଚତୁଃପାର୍ଶ୍ୱରେ ଘୂରି ବୁଲେ ଏବଂ ଯାହାଫଳରେ କପଡ଼ା ଗୁଡ଼ିକର ଚତୁଃପାର୍ଶ୍ୱରେ ଏକ ରକ୍ଷାକାରୀ ପରିବେଶ ସୃଷ୍ଟି କରେ। ଫଳସ୍ୱରୂପ କୀଟପତଙ୍ଗ ଗୁଡ଼ିକ କପଡ଼ା ଗୁଡ଼ିକୁ କିଛି କ୍ଷତି କରିପାରନ୍ତି ନାହିଁ।